ମୁଁ ତାଙ୍କ ସମ୍ପର୍କ ହଉଛି ନାତି, ଯୋଉ ଭଳିଆ ନାତି ଯେ ମତେ ନ ଦେଖିଲେ ଛାଡ ଛାଡ ସେଗୁଡା କହିବା କଥା ନୁହଁ। ଆଜି ଏଇ ଯୋଉ ଦୁଃଖର କଥା ଶୁଣିକିରି ମାନେ ଯୋଉ ଅବସ୍ଥା ସେ ଗତି କଲେ ମାନେ କଣ କହିବି, କାହାକୁ କହିବି। କେବଳ ନିଜେ ଏଇ ଯୋଉ ପୋଲିସ ବାଲା ଏଇ ଯୋଉ ପରିଶ୍ରମ ଦେଇଦେଲେ 3 ଦିନ ତା ଦୁଆରେ ଆମର ବାଜିକିରି ତା ଜୀବନ ନେଇଗଲେ। ମୋର ସେଇଭଳିଆ ସେ ଅଜାତ ହେଲା, ମୋର ଭଳିଆ ମତେ ନାତି ଭଳିଆ ଦେଖୁଥିଲା। ରାମ ରାମ ସେଗୁଡା କୁହନ୍ତିନି, କଳାକାର ସିଏ ହଉଛି ଗୋଟା କିମ୍ବଦନ୍ତୀ ହେଲା। ସେ ଭଳିଆ ଲୋକ ଆଜି ସେ ଯେତେବେଳେ ବାହାରକୁ ବାହାରିକିରି କହୁଛି ଏଇ ଟିକେ ବ୍ରେକ୍ କର ବ୍ରେକ୍ କର ବ୍ରେକ୍ କର, କେହି ଶୁଣିଲା ନାହିଁ। ସମେତ ତ ଆଉଟ ଅଫ୍ ବର୍ଡର, କଣ କରିବେ? 3ଟା ଡିଜି ସେଠି ଯେତେବେଳେ ଏକାଠି ମିଶି ଯାଉଛି, ରାମ ରାମ ସେ ଭଳିଆ ସେ ଅଜା ସେ ମୋର। ମୁଁ ଯେତେବେଳେ ଘରୁ ବାହାରେ ସେ ମତେ କହେ ଚାଲ ଚାଲ ମତେ ନେଇ ଚାଲ। ଏଇଭଳିଆ ଅବସ୍ଥାରେ ହେ ରାମ ରାମ ଜାତୀୟ ଜଗତର ମୁଁ ଭାବୁଛି ବୋଧେ ଏ ଜାତୀୟ ଜଗତରେ ବୋଧେ ଗୋଟେ ଦୀପ ଲିଭି ଯାଇଛି, ଏଇଟା ହିଁ ସତ୍ୟ। ନା ନା ଏଇଟାକୁ ଏଇ ଜିନିଷଟାକୁ ପ୍ରଶାସନ ଜାଣିଛି, ଥାନା ବାଲା ଜାଣିଛନ୍ତି, ସମସ୍ତେ ଜାଣିଛନ୍ତି, କିନ୍ତୁ ତାକୁ ଟିକେ ପ୍ରୋତ୍ସାହନ ଦଉନାହାନ୍ତି କି ତାକୁ ବ୍ରେକ୍ କରୁନାହାନ୍ତି। କିନ୍ତୁ ଆଜି ଯୋଉ ଭଳିଆ ପାରାଦୀପ ଗୋଟେ ଜିନିଷ ଏଇ ଜିନିଷ ସୃଷ୍ଟି ହେଲା, ମୋର ଅଜାର ଜୀବନ ଗଲା। କିନ୍ତୁ ଆପରେ ମୁଁ ଭାବୁଛି ବୋଧେ ଆ ପ୍ରତି ବୋଧେ ସଚେତନ ହବ ପ୍ରଶାସନ, ହବ କି ଥାନା ବାଲା ହବ କି କିଏ ହବ ମୁଁ ଜାଣିନି। ସତ୍ୟ 3ଟା ଡିଜି ପୁରା ତା ଦୁଆର ବାଜୁଛି, ତା ପୁଅ ଆସି କହୁଛି ମୋ ବାପା ଅବସ୍ଥା ଏଇଭଳିଆ, ତମେ ଟିକେ କ୍ଷମା କର। କେହି ଶୁଣିବାର ନାହାନ୍ତି। ଡିଜେ ଡିଜେ ହିଁ ଜୀବନ ନେଇଛି। ହଁ, ନହେଲେ ଆଉ କେହି ଜୀବନ ତାର ନେଇନାହାନ୍ତି, କେବଳ ଏଇ ଡିଜେ ହିଁ ତାର ଜୀବନ ନେଇଛି।